ଆଜିର କାହାଣୀ ଭାଗ୍ୟର କଥା। ଗୁଟେ ଗାଁନେ ଜଣେ ଗରିବ ଲୋକ ରହୁଥିସି। ବହୁତ ଦୁଃଖେ କଷ୍ଟେ ତାର ପରିବାର ଚଲୁଥିସି। ଲେଳି ଚଲଲେ ଥୋଡ଼ି ଚଲଲା ଏନ୍ତା କମାଲେ ଖାଇଲା, ଦିନେ ନେଇ କମାଲେ ଉପାସ ରହିଲା। ଏନ୍ତା ଯାଇ ଯାଇ ଦିନେ ସେ ତାର କନିଆକେ କହେସି, କେତେ ଦିନାର ଏନ୍ତା ଦୁଃଖ ଭୂତି କରି ଗାଁନେ ଚଲମା। ତୁଇ ଛୁଆ ପିଲାକେ ଧରି ଘରେ ଥା, ମୁଇଁ ବିଦେଶକେ କମେଇ ଯାଉଛେଁ, ଯାହା ମୋର ଭାଗ୍ୟନେ ଥିବା। ତାର କନ୍ୟା କହିସି, ଆମର ଭାଗ୍ୟରେ ନାଇନ ବୋଇଲେ ତୁମେ କାଣା ବିଦେଶ ଗଲେ ଏତକା ପଇସା ହେବା। ସ୍ୱାମୀଲୋକ କହିସି, ଦେଖ ଉଦ୍ଯୋଗୀ ପୁରୁଷମାନଙ୍କୁ ହିଁ ଲକ୍ଷ୍ମୀ ପ୍ରାପ୍ତି ହେସନ୍, ଆର୍ ତାର ଛଡ଼ା ଯିଏ କହିସି ଜାଣା ହେବାର ଥିବା ହେବା, ତାର କିଛି ନାଇଁ ହୁଏ। ସ୍ୱାମୀଲିକର କନ୍ୟା କହିସି, ହଉ ଠିକ୍ ଅଛି, ତମକୁ ଯେନ୍ଟା ଠିକ୍ ଲାଗୁଚେ କର। ଏଥର ସ୍ୱାମୀଲୋକ ବିଦେଶ ଗଲା। ବିଦେଶନେ ମୁଡ଼ର ଝାଲ ଟୁଣେ ମାରି ଉଚିତ ପରିଶ୍ରମିକ ପାଇ ବହୁତ ଟଙ୍କା ସୁନା କମାଲା। ସବୁ ଧନ ଧରି ଗାଁ ଆଡ଼େ ମୁହାଁଲା। ବାଟେ ଆସୁ ଆସୁ ସେ ଭାବଲା, ଇ ସବୁ ଟଙ୍କା ସୁନା ମୋର କନିଆକେ ଦେଇ ଆର୍ ଥରେ ସହର ଆସି ବହୁତ ପଇସା କମାମି। ଏନ୍ତା କମାନି ହେଉଥିଲେ ଆମେ ବହୁତ ଜଲ୍ଦି ଧନୀ ହେଇଯିମା। ଏନ୍ତା ଭାବି ଭାବି ସ୍ୱାମୀଲିକ ସର୍ଦା ମନେ ବାଟ ଚାଲୁ ଚାଲୁ କେତେବେଲେ ବେଲ ବୁଡ଼ି ଯାଇସି ସୋର ନେଇ ପାଏ। ଯେତେବେଲେ ତାର ଖିଆଲ ଆଇସି ସେତେବେଲେ ଆଗାଡ଼େ ବହୁତ ବଡ଼ ଜଙ୍ଗଲଟେ ପଡ଼ସି। ଏତେଗୁଡ଼ା ସୁନା ଟଙ୍କା ଧରି ଜଙ୍ଗଲ ଭିତରେ ଡେଗି ସେ କେନ୍ତା ଯିବା, ତାକେ ଭାଲନି ପଡ଼ଲା। ଜଙ୍ଗଲନେ ଚୋରର ଡର ଅପେକ୍ଷା ବାଘ ଭାଲୁର ଡର ବେଶୀ। ଅନେକ ଭାବି ଚିନ୍ତି କରି ସେ ଗୁଟେ ଗଛ ଉପରକେ ଚଢ଼ସି। ଗଛ ଉପରେ ଶୁଇବାଟା ଯଦିଓ ସମ୍ଭବ ନାଇଁ ସେ, କିନ୍ତୁ ବାଟ ଚଲା ଲାଗି ସେ ହାଲିଆ ହେଇକରି ନିଦ ଝାକେ ମାରି ନେସି। କୁଆ କା କରବାର ଆଗରନୁ ତାର ନିଦ ଭାଙ୍ଗିଗଲା। ସେ ଧକ୍ କରି ଅଣ୍ଟାନେ ହାତ ମାରି ଦେଖଲା ଯେ ତାର ଟଙ୍କା ସୁନା ମୁଠଲି ନାଇନ। ସ୍ୱାମୀଲିକ ମୁଡ଼ ପିଟି ପିଟି କାନ୍ଦି କାନ୍ଦି କହେଲା, ମୋର ଟଙ୍କା ସୁନା କେନ୍ ଆଡ଼ି ଗଲା? ମୋର ଝାଲ ବୁହା ଧନ କିଏ ଚୁରେଇ ନେଲା? ହେଲେ ଜଙ୍ଗଲନେ କିଏ ଅଛେ ଯେ କିଏ ଉତ୍ତର ଦେବା? ସ୍ୱାମୀଲିକ ହତାଶ ହେଇକରି ମୁଡ଼େ ହାତ ଦେଇ ବସଲା। କିଛି ସମୟ ଉତାରୁ ଠିଆ ହେଇ ମନକେ ମନ କହେଲା, ମୁଇଁ ଆର ଥରେ ବିଦେଶ ଯିମି, ଫେର ଥରେ ବହୁତ ଟଙ୍କା ପଇସା କମେଇ କରି ଘରକେ ଫିରମି। ସ୍ୱାମୀଲିକ ଏନ୍ତା କହି ଆଉ ଥରେ ବିଦେଶକେ ଗଲା। ଦିନ ରାତ ଏକ କରି କମାଲା। ବର୍ଷେ ପରେ ବହୁତ ସୁନା ଟଙ୍କା ଧରି ଫିରଲା। ହେଲେ ଏଥର ସେ ଜଙ୍ଗଲ ରାସ୍ତା ଆଡ଼େ ନେଇ ଆସି ଗାଁ ଗଣା ଡେଗି ଡେଗି ଚାଲୁଥାଏ। ଏନ୍ତା ଚାଲୁ ଚାଲୁ ସେ ଦେଖଲା ଯେ ଆଗେ ଆଗେ ଦୁଇଜଣ ଲୋକ ଚାଲୁଛନ୍। ସେ ସେମାନଙ୍କୁ ଠିକ୍ ଭାବେ ଦେଖି ନେଇ ପାରୁଥିଲା, ହେଲେ ତାଙ୍କର କଥାବାର୍ତ୍ତା ଠିକ୍ ଶୁଣି ପାରୁଥିଲା। ସ୍ୱାମୀଲିକ ସେମାନଙ୍କୁ ଚୋର ଭାବି ତାର ଟଙ୍କା ସୁନା ମୁଣିକି ଜୋରରେ ଭିଡ଼ି ଧରଲା। ସେମାନେ ଥିଲେ ଜଣେ କର୍ମପୁରୁଷ ଆର୍ ଅନ୍ୟ ଜଣେ ଭାଗ୍ୟ ପୁରୁଷ। ଯାହାର ଯେତ୍କି ପ୍ରାପ୍ୟ ତାହା ହିଁ ଦେସନ୍। ଅଧିକ ହେଲେ କାଢ଼ି ନେସନ୍, ଆଉ କମ୍ ହେଲେ ଭରି ଦେସନ୍। ସ୍ୱାମୀଲିକ ଶୁଣଲା ଭାଗ୍ୟପୁରୁଷ କହୁଛନ୍, ହେ କର୍ମପୁରୁଷ, ଆପଣ ସ୍ୱାମୀଲିକକେ ଏତେ ଧନ କାଇଁ ଯେ ଦେଲେ, ଯେନ୍ଟା କି ସେ ଭୋଗ ନାଇଁ କରିପାରେ କି ସେଥିରେ ତାର ଅଧିକାର ବି ନାଇନ? କର୍ମପୁରୁଷ କହିଲେ, ହେ ଭାଗ୍ୟପୁରୁଷ, ଯିଏ କର୍ମ କରୁଛେ ମୁଇଁ ତାର ଫଲ ତ ନିଶ୍ଚୟ ଦେମି। ଭୋଗ କରବା ନାଇଁ କରବା ସେଟା ତାର ଉପରେ। ସେମାନଙ୍କର କଥା ଶୁନି ସ୍ୱାମୀଲିକ ଡରେ ମରେ ହେଇଗଲା। ତାହାକେ ଲାଗଲା କିଏ ତାର ମୁନାରୁ ଟଙ୍କା ସୁନା ନେଇ ଯାଉଛେ। ସେ ଚୋର ଚୋର କରି ରହଲା। ଦେଖଲା ଯେ ତାର ମୁନାରେ ମାତ୍ର 50ଟା ସୁନା ମୋହର ରହିଛି। ବାକି ସବୁ ଟଙ୍କା ସୁନା କିଏ ନେଇ ଯାଇଛେ। ସ୍ୱାମୀଲିକ କାବା ହେଇ ଠିଆ ହେଲା। ତାରପରେ ଭାଗ୍ୟପୁରୁଷ ତାକେ ଦେଖା ଦେଇ କହିଲେ, ସ୍ୱାମୀଲିକ, ତୁମେ ଯେନ୍ ଧନ ନେଉଥିଲ ତାହା ତୁମର ଖର୍ଚ୍ଚନୁ ଅଗଲି ଥିତା, ଯେନ୍ଟା କି ତୁମେ ନା ଭୋଗ କରି ପାରିଥିତ ନା କାହାକେ ଦାନ ଦେଇଥିତ, ଖାଲି ସଞ୍ଚୟ କରି ରଖିଥିତ। ଯେହେତୁ ସେ ଧନ ତୁମର କାମରେ ନାଇଁ ଲାଗେ କି ଅନ୍ୟର କେନ୍ସି କାମରେ ବି ନାଇଁ ଲାଗେ, ହେଥିର ଲାଗି ସେ ଧନ ମୁଇଁ ନେଇଛେଁ। ତୁମେ ମନ ଦୁଃଖ ନାଇଁ କର। ଏବେ ତୁମେ ବର୍ଦ୍ଧମାନ ବୋଲି ଗୋଟେ ନଗରୀ ଅଛେ, ସେନକେ ଯାଅ। ସେଠାନେ ତମକୁ ଗୁପ୍ତଧନ ଆର୍ ଉପଗୁପ୍ତ ଧନ ନାଥି ଦୁଇଜଣ ଲୋକ ଅଛନ୍। ତୁମେ ସେ ଦୁଇଜଣକେ ସାକ୍ଷାତ କର।
ତୁମର ଦୁଃଖ ଦୂର ହେବା। ଏନ୍ତା କହି ଭାଗ୍ୟପୁରୁଷ ଅନ୍ତର୍ଧ୍ୟାନ ହେଇଯାଏସନ୍। ଭାଗ୍ୟପୁରୁଷ କହିଲା ଅନୁସାରେ ସୋମିଲିକ ଖୁଜି ଖୁଜି ବର୍ଦ୍ଧମାନ ନଗରୀକେ ପହଞ୍ଚି ଯାଇସି। ବେଲବୁଡ଼ିଆକେ ସୋମିଲିକ ଗୁପ୍ତଧନକେ ଭେଟ୍ସି। ସୋମିଲିକ ଗୁପ୍ତଧନକେ ଜୁହାର କରି କହିସି, ଆଜ୍ଞା ମୁଇଁ ଜଣେ ବିଦେଶୀ ଲୋକ। ବାଟ ଚାଲି ଚାଲି ଅଥା ହେଇଗଲିନ। ଭୁକର ମାଡ଼େ ମୋର ପେଟ ଜଲି ଯାଉଛି। ଆଜି ରାତି ଟିକେ ତୁମର ଘରେ ଆଶ୍ରା ଦିଅ। ଗୁପ୍ତଧନ କହିଲେ, ମୁଇଁ କେନ୍ସି କୁନୁଆ କୁଟୁମ୍ବକେ କି କାହାକେ ସାହାଯ୍ୟ କରବାର ଲାଗି ପସନ୍ଦ ନାଇଁ କରେ। ତୁମେ ଅନ୍ୟ ରାସ୍ତା ଦେଖ। ସୋମିଲିକ କହିଲା, ଆଜ୍ଞା ମୁଇଁ ବହୁତଟେ ଥକି ପଡ଼ିଛେଁ। ଆର୍ କାହାର ପାଖକେ ଯିବାର ସମୟା କି ଶକ୍ତି ବି ମୋର୍ ପାଖେ ନାଇଁନ। ଇ କଥାବାର୍ତ୍ତା ଶୁନି ଗୁପ୍ତଧନର କନ୍ୟା ଆସି କହିଲା, ଆମେ ଜାଗା ଦେଇ ନେଇ ପାରୁଁ। କିଏ ନାଇଁ କିଏ କିଛି ଠିକନା ନାଇଁ। ତାର ଛଡ଼ା ଆମର ଲାଗି ଆମେ ରାନ୍ଧି ସାରିଛୁଁ। ଫେର ଥରେ କିଏ ତୁମର ଲାଗି ରାନ୍ଧବା। ତାରପରେ ସୋମିଲିକ ବିନତି କରି କହିଲା, ଯାହା ହେଲେ ମୋତେ ଟିକେ କିଛି ବି ଖାଇବାକେ ଦିଅ। ଯେନ୍ତା ସେନ୍ତା ଜାଗା ଟିକେ ଶୋଇବାକେ ଦିଅ। ଇ ଅସମିଆତି ମୁଇଁ କାହିଁ ଯିମି। ଏତ୍କି ଶୁଣିଲା ପରେ ଗୁପ୍ତଧନ ଆର୍ ତାର କନ୍ୟା ବାଧ୍ୟ ହେଇକରି ବାସି ଭାତ ଆଉ ନୁନ ଟିକେ ଖାଇବାକେ ଦେସନ୍। ଆର୍ ଗୁହାଲ ଘରେ ପୁଆଲ ନଡ଼ା ଟିକେ ବିଛେଇ ଦେଇ ଶୋଇବାକେ ଦେସନ୍। ଯେନ୍ତା ସେନ୍ତା ଖାଇ ପୁଆଲ ନଡ଼ା ଉପରେ ଶୋଇ ଗୁପ୍ତଧନର କଥା ଭାବୁଥାଏ ସୋମିଲିକ। ଗୁପ୍ତଧନ କେତେ ଧନୀ ଲୋକ, ଖାଇବାର ପିନ୍ଧବାର କେନ୍ସି ଜିନିଷର କମି ନାଇଁନ। ହେଲେ କୁନୁଆ କୁଟୁମ୍ଟେ ଆଇଲେ ଭାତ ଟିକେ ଦେଇ ନେଇ ପାରବାର। ଏନ୍ତା ଭାବି ଭାବି ସେ ଶୋଇ ପଡ଼ଲା। ଠିକ୍ ପାହାନ୍ତିଆକେ କନ୍ଦା ବୁବା ଆବାଜ ଶୁନି ଚମକି କରି ଉଠି ପଡ଼ଲା। କାଏଁ ହେଲା ବୋଲି ଟିକେ ଡୁଙ୍ଗି ଦେଖିଲା ଯେ ଚୋର ଚୋର ବୋଲି ରଢ଼ି ବୋବାଲି ପାରୁଛନ୍। ସୋମିଲିକ ଟିକେ ବି ଡେରି ନାଇଁ କରି ସେଠାନୁ ପଲେଇ ଗଲା। ଫେର ହେନ୍ତା ଦିନ ସାରା ବୁଲି ବୁଲି ବେଲବୁଡ଼ିଆକେ ଉପଗୁପ୍ତ ଧନଙ୍କର ଘରେ ଆସି ଡାକ ଦେଲା, ଆଜ୍ଞା ଘରେ କିଏ ଅଛ? ମୁଇଁ ବହୁତ ଦୂରରୁ ଆପଣଙ୍କର ପାସକେ ଆସିଛେଁ। ଆଜି ଗୁଟେ ରାତି ମୋତେ ଟିକେ ଆଶ୍ରୟ ଦିଅ। ଉପଗୁପ୍ତ ଧନ ବହୁତ ଖୁସି ହେଇକରି କହିଲା, ଆଜି ମୋର୍ କେଡ଼େ ଭାଗ ଆପଣ ମୋର୍ ଘରକେ କୁନୁଆ ଆସିଛନ୍। ସେଟା ଫେର ସନ୍ଧ୍ୟା ବେଲେ। ମୋର୍ କେଡ଼େଟେ ଭାଗ ଆଜି। ମୁଇଁ ମୋର୍ କନ୍ୟାକେ ଖବର ଦେଉଛେଁ। ଏକା ନିଶ୍ୱାସେ ଏତ୍କି କଥା କହି ତାର କନ୍ୟାକେ ଡାକି ଡାକି ଘର ଭିତରକେ ଗଲା। ତାର ସାଙ୍ଗେ ସାଙ୍ଗେ ସୋମିଲିକ। ଉପଗୁପ୍ତ ଧନ ସାଙ୍ଗେ ଯାଉ ଯାଉ ସୋମିଲିକ ଚାରିଆଡ଼େ ଦେଖସି ଯେ ଇମାନେ କେଡ଼େଟେ ଗରିବାନ୍। ହେଲେ କୁନୁଆଟେ ଦେଖି ଇମାନଙ୍କର ମନ କେତେ ସରଦା। ସୋମିଲିକ ବସିକରି ଇମାନଙ୍କର ଅବସ୍ଥା ବିଷୟନେ ଭାବୁଥିସି। ଇ ସମିଆତି ଉପଗୁପ୍ତ ଧନର କନ୍ୟା ଆସି ଜୁହାର କଲା। କହିଲା, ଅତିଥି ସାକ୍ଷାତ ଭଗବାନ। ହେ ଅତିଥି, ତୁମେ ଆଜି ଆମର୍ ଘରେ ରୁହ। ହାତ ପାଦ ଧୋଇବାର ଲାଗି ପାଏନ ଆନି ଦେଇଛେଁ। ହାତ ପାଦ ଧୋଇ ଟିକେ ବିଶ୍ରାମ ନିଅ। ମୁଇଁ ତୁମର ଲାଗି ଖାଇବାର ବ୍ୟବସ୍ଥା କରୁଛେଁ। ଉପଗୁପ୍ତ ଧନଙ୍କର କନ୍ୟାର କଥା ଶୁନି ସୋମିଲିକ ମୁଗ୍ଧ ହେଇଗଲା। ତାହାକେ ଲାଗଲା ସାକ୍ଷାତ ମା ଲକ୍ଷ୍ମୀ କଥା କହୁଛନ୍। ତାର ଦିହେଁ ଗୁଟେ ହେଲେ ସୁନା ଗହନା ନାଇଁନ। ଦରକଚିଆ ଶାଢ଼ୀଟେ ପିନ୍ଧିଛେ। ହେଲେ କୁନୁଆଟେ ଦେଖିଲେ ଏତେ ଶ୍ରଦ୍ଧା, ଏତେ ଭକ୍ତି। ସେ ରାତିନେ ଅନେକ ରକମର ଖାଏଦ ସୋମିଲିକର ଲାଗି ରନ୍ଧା ହେଲା। ଏତେ ସ୍ୱାଦ ଖାଏଦ ସୋମିଲିକ ତାର ଜୀବନରେ କେବେ ନାଇଁ ଖାଇଥାଇ। ସେ ଭାବୁଥାଏ ଇମାନଙ୍କର ପାଖେ କିଛି ନାଇଁନ। ଏତେ ରକମର ଚର୍ଚ୍ଚା ନାଇଁ କରିଥିଲେ ବି ହେଇଥିତା। ସେଦିନର ରାତିନେ ସୋମିଲିକ ମନ ଭରି ଶୋଇଲା। ସକାଳୁ ବେଲୁଦାକେ ଉଠଲା। ସେ ଯେନ୍ତା ଉଠୁ ଉଠୁ ମୁହଁ ଧୋଇବା ଲାଗି ପାଏନ ଆନି ଦେଲେ ଉପଗୁପ୍ତ ଧନଙ୍କର କନ୍ୟା। ଆଉ ସୋମିଲିକକୁ କହିଲେ, ମହାଶୟ କାଲି ରାତିରେ ଆପଣଙ୍କର ଲାଗି ଭଲ ଖାଦ୍ୟର ବ୍ୟବସ୍ଥା ନାଇଁ କରିପାରି। ଶୋଇବା ଲାଗି ଭଲ ବିଛନାଟେ ବି ଦେଇ ନେଇ ପାରି। ହୁଏତ ରାତିନେ ଭଲ ନିଦ ନାଇଁ ହେଇଥିବା। ମୋର ଅନୁରୋଧ କିଛି ଦିନ ଆମର ଘରେ ରହିଯାଅନ୍। ସୋମିଲିକ ବିନୀତ ଭାବରେ କହିଲା, କାଲି ଏନ୍ତା ସ୍ୱାଦ ଖାଦ୍ୟ ଆଉ ଆରାମର ନିଦ ମୁଇଁ କେତେ ଦିନ ହେଲା ନେଇ ଶୋଇଥାଇ। ଆପଣଙ୍କର ଅତିଥି ଚର୍ଚ୍ଚାନେ ଟିକେ ବି କମି ନାଇଁନ। ବରଂ ମୁଇଁ ଅସମିୟାରେ ଆସି ତମକୁ ହଇରାଣ କରିଛେଁ। ଉପଗୁପ୍ତ ଧନଙ୍କର କନ୍ୟା କହିଲେ, ନାଇଁ ନାଇଁ ମହାଶୟ, ଏନ୍ତା ନାଇଁ କହ। ଆମକୁ ପାପ ହେବା। ଆପଣ ମୁହଁ ହାତ ଧୋଇ ପକନ୍। ମୁଇଁ କିଛି ଖାଇବାକେ ଆନୁଛେଁ। ଏନ୍ତା କହି ସେ ଭିତରକେ ଗଲେ।
ଇ ସମୟତି ଉପଗୁପ୍ତ ଧନ କାହାର ସାଙ୍ଗେ କଥା ହେବାର ସୋମିଲିକ ଶୁଣି ପାରିଲା। ଉପଗୁପ୍ତ ଧନକେ ସେ ଲୋକ କହୁଥନ୍, ମୋର୍ ଦୁକାନରୁ କେତେ ଦିନ ହେଲା ଜିନିଷ ପତ୍ର ଧାର ଆନୁଛ। କାଲି ରାତି ଫେର୍ କୁନୁଆ ଆସିଛନ୍ କହି କେତେଟା ସାମାନ ଆଣିଲ। ମାସ ପରେ ମାସ କେତେ ଧାର ଦେମି ଆଉ? ତୁମେ ତ ସବୁବେଲେ ଅତିଥି ସେବା କଲ। ଛାଡ଼ ସେ କଥା, ତୁମେ ପଇସା ଟିକେ ଜଲ୍ଦି ଦେଇଦିଅ। ଉପଗୁପ୍ତ ଧନ କହିଲେ, ଧୀରେ କହ ଭାଇ, ପାଖେ କୁନୁଆ ଲୋକ ଶୋଇଛନ୍। ସେ ଯଦି ଶୁଣବେ ମୋର୍ କାଣା ଇଜତର ହେବା। ତୁମେ ଯଦି ଚାହେଁବ ମୋରି ଘର ଖଣକେ ବନ୍ଧା ରଖିପାର, ହେଲେ ମୋର୍ ଅତିଥିର ସେବାଥି ମୋର୍ କେନ୍ସି କମି ନାଇଁ ରହୁ। ସେମାନଙ୍କର କଥାବାର୍ତ୍ତା ଶୁଣି ସୋମିଲିକ ଲାଜେ ଶର୍ମେ ହେଇଗଲା। ନିଜକେ ନିଜ ଧିକ୍କାର କଲା। ମୁଇଁ ଯଦି ଏବେ ରହିମି ଇମାନଙ୍କର କର୍ଜା ଆଉ ଟିକେ ବଢ଼ିଯିବା। ଏନ୍ତା କହି ସେ ଦୁଇ ପ୍ରାଣୀକେ ଅଲଗୁ ଜୁହାର ହେଇ ସେନୁ ପଲେଇ ଆସିଲା। ଖଣେ ଦୂର ଯାଇଚେ କି ବାଟେ ଦେଖଲା ଯେ 4-5 ଜଣ ଲୋକ ତାହାକେ ପଚାରଲେ, ଏ ଭାଇ, ତୁମେ ଉପଗୁପ୍ତ ଧନଙ୍କର ଘର ଟିକେ କେନ୍ ପାଖେ ଅଛେ ବତେଇ ଦିଅ। ରାଜା ତାଙ୍କର ଲାଗି ଚାଉଲ, ଡାଲି, ଅଟା, ଘିଅ ଇତ୍ୟାଦି ମାସିକ ଖର୍ଚ୍ଚ ନିମନ୍ତେ ପଠେଇଛନ୍। ସୋମିଲିକ ଆଶ୍ଚର୍ଯ୍ୟ ହେଲା ଆର୍ ଉପଗୁପ୍ତ ଧନଙ୍କର ଘର ଆଡ଼େ ଆଙ୍ଠି ଲମେଇ ଦେଲା। ଆର୍ ସେମାନକେ ପଚାରଲା, ରାଜା ଇସବୁ କାଏଁ ଯେ ପଠେଇଛନ୍? ସେମାନେ କହିଲେ, ରାଜା ଏନ୍ତା ଯିଏ ଅତିଥିଙ୍କର ସେବା କରସି ସେମାନଙ୍କୁ ପଠେଇ ଦେସନ୍। ଆଉ ଇଟା ଇ ମାସର ଲାଗି। ଇ ସବୁ କଥା ଭାବୁ ଭାବୁ ସୋମିଲିକ ଟିକେ ଦୂର ଯାଇଚେ କି କର୍ମପୁରୁଷ ଆଉ ଭାଗ୍ୟପୁରୁଷ ତାହାକେ ଦେଖା ଦେଇ କହିଲେ, ସୋମିଲିକ, ତୁମେ ଏବେ କାଏଁ ଶିକ୍ଷା ପାଇଲ? ସୋମିଲିକ କହିଲା, ଦାନ ପରି ବସ୍ତୁ ଇ ଦୁନିଆରେ ନାହିଁ। ତାର ଛଡ଼ା ପଇସା ସଞ୍ଚୟ କରବାର ଅପେକ୍ଷା ଭଲ କାମରେ ଲଗାବାଟା ଆହୁରି ଉତ୍ତମ। ଭାଗ୍ୟପୁରୁଷ କହିଲେ, ସୋମିଲିକ, ତୁମେ ଧନ ପାଇଲେ କାଣା କରବ? ସୋମିଲିକ କହିଲା, ଦାନ କରମି ଆଉ ଭୋଗ କରମି। ଅଯଥା ଧନ ସଞ୍ଚି କରି ନାଇଁ ରଖେ, ଯେନ୍ଟାକି କାହାରିର କାମେ ନାଇଁ ଲାଗୁଥିବା। ଭାଗ୍ୟପୁରୁଷ କହିଲେ, ଇଥର ସୋମିଲିକ, ତୁମେ ତୁମର କମାଲା ଧନ ସବୁ ନିଅ ଆଉ ଭଲ କାମେ ଲଗାବ। ଇ କାହାଣୀର୍ନୁ ଶିକ୍ଷା, ଧନ ଥାଇ ଯଦି ଭୋଗ ନାଇଁ କରି ପାରବ, ତେବେ ସେ ଧନର କିଛି ମୂଲ୍ୟ ନାଇଁନ। ଧନର ଗତି 3 ପ୍ରକାରର, ଦାନ, ଭୋଗ ଆଉ କ୍ଷତି। ଯିଏ ଧନ ଭୋଗ ନାଇଁ करे, ଦାନ ନାଇଁ करे, ତାର ଶେଷ ପରିଣାମ କ୍ଷତି। ଇ ସଂସାରେ ଦାନ ପରି ଧର୍ମ ନାହିଁ, ଆଉ ସନ୍ତୁଷ୍ଟ ହେବା ପରି ସୁଖ ନାହିଁ।